ବାପା ହଁ ଆମେ ଯୋଉ ଅବିକା ସବୁ ଜିନିଷ ଖାଉଛୁ ଅବିକା ଚାଉମିନ ପିଜା ବର୍ଗର ଚିକେନ ପକୋଡା ତମ ବେଳେ ସେତେବେଳେ ସବୁ ଥିଲା ଏଇ ସବୁ ଜିନିଷ ଆମ ବେଳେ ସେ ତ ଅଭାବରୁ ଆମେ ସବୁ ଗାନ୍ଧୀ ଚକଟି ହଉଥିଲୁ ବାପା ମୋର ମାନେ ରୋଜଗାର ନେଇ ଯେ ବିଲବାଡ଼ି ଯାକ କରୁଥିଲେ ଚାଉଳ ଭଜା ଗୋଟେ ଜିନିଷ ଚକିରେ ଫେସାଇ ରାତିରେ ଚୁନା ହବ ଚିନି ନଥବ ଲୁଣ ପକେଇ ଆମେ ସେଇଆକୁ ଖାଇ ରାତିରେ ଶୋଇଥିବୁ ଆଉ ଯୋଉ କଷ୍ଟ ଏସବୁ ଜିନିଷ ହচ্ছে କିଛି କରିହବ ଆଉ ପଣସ ଗୋଟା ଜିନିଷ ତୁମେ ଖାଇଛ କେମିତିଆ ପଣସ ସେଗୁଡା ସେ ବାସ୍ନା ଫାସନା ପାଇଲେ ଝାଡା ଫାଡା ହବ ସେ ପଣସ ସେ ଯୋଉ ମାନେ ଏମିତି କୁଟା ପକେଇକି ମଞ୍ଜି କଢାଇ ଚକଡା ହବ ତା ତ ପଣା ରକମ ବାହାରିବ ତା ଦେହରେ ଚାଉଳ ବୁଝାଅ ନା ଛତୁଆ ଟିକେ ପକେଇ ସେଇଆକୁ ଖାଇବୁ ରାତିରେ କଷ୍ଟ କରିଛି ହରଡ଼ ଡାଲି ଥିଲା ସେ କାଁ ଭାଁ ମୁଗ କୋଉଠି ହେଲା ନହେଲେ କୋଳଥ ଡାଲି ଟିକେ ହେଲା ନହେଲେ ଫେସା ଡାଲି ଟିକେ ହେଲା ସବୁ ଜିନିଷ ଯାହା ଥିଲା ପଇସା ଥିଲା ଲୋକଙ୍କ ପାଖରେ କିଣିବା ପାଇଁ ଏଇଟା ପଇସା ଯେମିତିଆ ସେମିତିଆ ଜିନିଷ ସେମିତି କିଣିକିରି ଖାଉଛନ୍ତି କୋଉଠି ଏତେ ଦୋକାନ ବଜାର ଥିଲା ନା ଏତେ ସଉଦା ପତ୍ର ଥିଲା ନା ଭଲ ମନ୍ଦ ଥିଲା ଆଉ ସିଏ କଣ ଯେ ମୁଢ଼ିରେ ଦିଟା ବାଦାମ ଭାଜି ରଖିଥିଲି ମଞ୍ଜି ପକେଇ ଚୋବେଇଦେବ ଏଇ ସବୁ ଜିନିଷ ସେତେବେଳେ ଏ ମୁଢ଼ି ବାଦାମ ନଡ଼ିଆ ବାଦାମ ବର୍ଷା ହେଲେ ଏଇ ସବୁ ଟେଷ୍ଟି ଖାଇବା ଖାଉଥିଲେ ତମର ଏଇନା ଯେମିତି ଚାଉମିନ ମ୍ୟାଗି ବରା ପିଆଜି ପକୁଡ଼ି ଛାଣ୍ଡ ବର୍ଷା ହେଲେ ସେତେବେଳେ କଣ ଏଇ ମୁଢ଼ି ମିକ୍ସଚର ବି ନୁହଁ ମ ଏଇ ବାଦାମ ସେତେବେଳେ ସେ ଯୁଗ ଥିଲା ସେ ପାଣିପାଗ ଯେମିତି ଚେଞ୍ଜ ହଉଛି ସେମିତି ଯୁଗ ଚେଞ୍ଜ ହେଇଯାଉଛି ଯୁଗ କାହିଁ ଚେଞ୍ଜ ହବ ଆଉ କଣ ତମେ ସବୁ ବଦଳଉଛ ନା ଯୁଗ କାହିଁ ଚେଞ୍ଜ ହବ ସେଇ ଖାଦ୍ୟ ସିଏ ଖାଉଥିଲେ ତମେ ଏଇନା ଖାଇଲ ତମକୁ କେମିତି ଯୁଗ ବଦଳିଯିବ ସେଇ ଖାଦ୍ୟ ତ ନାହିଁ ପାଟିର ସ୍ୱାଦ ଏମିତି ଖାଇ ଖାଇକି ତମେ ସରେଇ ଦେଲଣି ଯେ ଯେତେ ଭଲ ଖାଇଲେ ଆଉ ଭଲ ଦିଅ ଇଏ ଭଲ ଲାଗୁନି ଆଉ ଭଲ ଦିଅ ମାଛ ଗୁଡ଼ା ଜିନିଷ କି ଯୋଉ ଆଇଁଷ ବାରି ଦିନ ସେ ଆଇଁଷ ବାରି ଦିନ ତମେ ଏଇନାକେ କଣ କହୁଛ ଯୋଉଦିନ ଆଇଁଷ ବାରି ଅଛି ସପ୍ତାହ 2 ଥର କି 3 ଥର କି 4 ଥର ସପ୍ତାହ 2 ଥର ଆଇଁଷ ହଉଛି ଆଉ ସେତେବେଳେ କଣ ଏମିତି ଆମେ କଣ ଏମିତି ଜୁଲମ ଧରୁଥିଲୁ ନା ଏମିତି ଖାଇବା ପାଇଁ ଇଏ ହଉଥିଲୁ ଯୋଉଠି ନଈ ପୋଖରୀ ଧରା ହଉଥିଲା କେତେବେଳେ କେମିତି କାଁ ଭାଁ ଆଇଁଷ ହଉଥିଲା ଖାଉଥିଲୁ ଆଉ ବାପା ତ କହିଲେ ଏ କଥା ତୁ କଣ ଖାଇଛୁ କହିଲୁ ଛୋଟବେଳେ ମୁଁ କଣ ଖାଇଛି ଆମ ଘରେ ଯାହା ଥିଲା ମୋ ମା ଏଇ ଅଷାଢ଼ ମାସ ହେଲା ନଈ ବନ୍ଧରେ ବଡା ଡାଲା ନେଇଯିବ ଏ ବାଲି ଛତୁ ଟିକି ଟିକି ଛତୁ ଯେ ତୋଳି ଆଣିବ ଡାଲାଏ ଆମେ ଭାଇ ଭଉଣୀ ମାନୁ ଯୋଉ ଆଇଥିଲା ଭାଇ ଭଉଣୀ ମୋ ଭାଇ କହିବ ମୁଁ ଏକାଠିଆ ଖାଇବି ମୁଁ ତମକୁ ଦେବିନି କାହାକୁ ତାର ଯୋଉ ଟେଷ୍ଟ ଆମ୍ବୁଲ ପଡିକିରି ତମେ ଏଇନା ମଟନ ଚିକେନ ଟେଷ୍ଟ ନଥିବ ବଢିଆ ବାସ୍ନା ତାର ଆଉ ବୋଉ କଣ କରେ ଉଷୁନା ଚାଉଳ ସକାଳକୁ ଜଳିଖିଆ ତମର ବିସ୍କୁଟ ହଉ ଯାହା ଭଲ ମନ୍ଦ ମ୍ୟାଗି ଚାଉମିନ ଯାହା ଖାଉଛ ସେତେବେଳେ କଣ ଏଗୁଡା ଥିଲା ଉଷୁନା ଚାଉଳ ରାତିରେ ପକେଇ ଦେଇଥିବ ସକାଳକୁ ବାଟିକି ତାକୁ କଣ କରିବ ଗଇଁଠା ଏଡିକି କରିଦବ ପାଣି ଧିରେ ପକେଇକି ଗରମ କରିକି ବାଟିକି କାଠୁଆ କଟା ପକେଇଦେଲା ସେ ହେଇଗଲା ତା ଖାଇଦେବ ସିଏ ଜାଣିନୁ ମୁଁ ଦିନେ କରିବି ଦେଖିବୁ ଖାଇବୁ ସିଏ ସେଇଭଳିଆ ହବନି ଟିକେ ଦୁଧ ଫୁଧ ଟିକେ ଭଲ ଟେଷ୍ଟି ହବ ଆଉ ଚିନି ପଡିବ ସିଏ ଖାଲି ଲୁଣ ପଡି ହଉଥିଲା ଆମେ ଖାଉଥିଲୁ ଆଉ ତାପରେ ଯଦି ନଥବ ଗୋଟେ ମୁଗ ଥବ ସେ ମୁଗକୁ କଣ କରିବା ରଗଡ଼ିକି ରାତିରେ ଭେଦେଇ ଦେଇଥିବ ସକାଳକୁ ବାଟିକି ତାକୁ ପିଠା କରିଦବ ନହେଲେ ଉଷୁନା ଚାଉଳ ଅରୁଆ ଚାଉଳ ମୁଠା ପଡିକି ଚକୁଳି ପିଠା ହବ ସିଏ ଖାଇବୁ ବିରି ନଥିଲେ ନାଉ ପଡିକି ଚକୁଳି ପିଠା ହୁଏ ଆଉ ଖଇ ବି ବେଳେ ବେଳେ ବାଟିକିରି ଏଠିକି ଆସିଲା ପରେ ତୋ ସାନ ମା ବାଟେ ମୁଁ ଦେଖିଛି ଖଇ ପକେଇକି ବାଟିଦେବେ ସେତେବେଳେ ଯୁଗରେ ସେ କେମିତି ଛୁଆ ମଣିଷ ହେବେ ଖାଇକିରି ମା ମାନଙ୍କ ପସନ୍ଦରେ ସେତେବେଳେ ଆମେ ଖାଉଛୁ ତମେ ଏଇନା ମା ମାନଙ୍କ ପସନ୍ଦରେ ଖାଉଛ ତମ ପସନ୍ଦ ଆଗେ ପଚରା ହଉଛି ତମେ କଣ ଖାଇବ ସେତେବେଳେ ମା ଯାହା ଦଉଥିଲେ ଆମେ ତାହା ଖାଇ ଦଉଥିଲୁ ତୁ କଲେଜ ବେଳାରେ କେତେ ପଇସା ଖର୍ଚ୍ଚ କରିଥିଲୁ ତୁ ନିଜେ କହୁ ବାପା ଦଉଥିଲେ 2 ଦିନରେ 10 ଟଙ୍କା ଆଉ ଏବେ କେତେ ପଇସା ଖର୍ଚ୍ଚ କରୁଛୁ କହ 2 ଦିନରେ ଆଜ୍ଞା ବିଶ୍ୱାସ କରିବ ମୁଁ 2 ଦିନ ଯେତେବେଳେ ମୁଁ ITI କରୁଥିଲି ବାପା ଦଉଥିଲେ ମତେ 2 ଦିନରେ 10 ଟଙ୍କା ଟିଫିନ କରିକି ଦେବି ନେଇକିରି ଖାଇବ ଭାଇ ଭଉଣୀ 2 ଜଣ ଯାକ ସିଏ ସାଲେପୁର କଲେଜରେ ଯାଉଥିଲା ଇଏ ITI କଲେଜ ଯାଉଥିଲା 2 ଜଣ ଯାକ ଟିଫିନ ନେବେ ଆଉ 10 ଟଙ୍କା ମୁଁ ଟୋଟାଲ ପଇସାର ତାଙ୍କୁ ଲାଞ୍ଚ ଦେଖାଏନି ଛୋଟବେଳୁ ନାଇଁ ତ ଆମେ ଅଭାବୀ ଲୋକ ତାଙ୍କୁ କାହିଁ ଲାଞ୍ଚ ଦେଖାଇବାକୁ ଜିଦି ଧରିବେ କୌଣସି ଦିନ ଏମାନେ ଜିଦି ଧରିନାହାନ୍ତି ଖେଳଣା ପାଇଁ କି ପଇସା ଖର୍ଚ୍ଚ କରିବା ପାଇଁ କି ଭଲ ପିନ୍ଧିବା ପାଇଁ
କେବେ ବି ରକ ରକ ଝିଟି ପିଟି କହିଲାନି, କେବେ ବି ଜିଦି ଧରିନାହାନ୍ତି। ପିଲାଙ୍କୁ ଯୋଉ ଚଳଣିରେ ତମେ ଛୋଟବେଳୁ ଚଳେଇବ ସେ ସେଇ ଚଳଣିରେ ଚଳିବ। ଏବେ ପର୍ଯ୍ୟନ୍ତ ବି ମୋ ପୁଅର ଡ୍ରେସ୍ ମୁଁ କିଣୁଛି, ସେ ନିଜେ କୋଉଦିନ ଏବେ ବି ପଚାରୁଛି। ଆଜି ପର୍ଯ୍ୟନ୍ତ ମୁଁ ଡ୍ରେସ୍ କିଣିବାକୁ ଗଲେ ମୋ ବୋଉକୁ ନେଇକି ଯାଏ। ଯାହାଟା ଆଣିବ ବି ପଚାରୁଛି। ସେ ସିନା ଇଏ ରୋଲ କରୁଛି ଆପଣ ମାନଙ୍କୁ ଦେଖୁଛନ୍ତି, କିନ୍ତୁ ବଜାରକୁ ଯାଇଥିବ ବୋଉ ଏଇଟା ନେବି ଏବେ ବି ପଚାରୁଛି। ହଁ କହିଲେ ଆଣିବ, ନାଇଁ ଘରେ ଅଛି, ନାଇଁ ଆଣେ ନା କହିଲେ ଆଣିବନି। ଆଉ ଡ୍ରେସ୍ ପଚାରିକି ବି ଆଣିବ, ପଚାରିବ ବୋଉ ପ୍ୟାଣ୍ଟ ମୋର ନାଇଁ ଆଣିବି, ପୁଣି ଫଟୋ ଉଠେଇ ପଠେଇବ କୋଉଟା ନେବି ଦେଖେ, ନହେଲେ ସାଙ୍ଗରେ ନେଇକି ଯିବ। ରହୁଛୁ ଆଜ୍ଞା, ଏଇଆ ହଉଛି ମୋ ବାପା ବୋଉଙ୍କ ଜୀବନ କାହାଣୀ। ମୋ କାହାଣୀ ତ ଶୁଣିଲେ ଆଉ କଣ, ଆମ ଭଉଣୀ ତ ବାହା ହେଇଯାଇଛି ଆଉ। ତା କାହାଣୀ ଆହୁରି ଦିନେ କୁହା ହବ। ଇଏ ହଉଛି ଆଜ୍ଞା ଆମ ଜୀବନ କାହାଣୀ। ଏମିତି ସରଳ ଆଉ ମାନେ ସୃଷ୍ଟିରେ ତମେ ଇଏ ହଉଛି ଆଜ୍ଞା ଆମ ଜୀବନ କାହାଣୀ। ଆଉ ଏଇ ରେସିପିଟା ଆଉ କଣ କହିବ ଆଜ୍ଞା। ବାପା ତାଙ୍କ ଛୋଟବେଳେ କଣ ଖାଇଦେଲେ, ବୋଉ ତା ଛୋଟବେଳେ କଣ ଖାଇଦେଲା, ଆଉ ମୁଁ କଣ କରିଥିଲି କଣ ନାହିଁ ସବୁ ତ ଶୁଣିଲେ ଆଉ କଣ। ରହୁଛୁ।